ଝିଅମାନଙ୍କ ପାଇଁ ଜନ୍ମ କେଉଁ ଘର ହୋଇଥାଏ? ଝିଅମାନେ ଜନ୍ମ ନେବା ପାଇଁ ଭଗବାନ କେଉଁ ଘର ବାଛିଥାନ୍ତି? ହିନ୍ଦୁ ଧର୍ମରେ ଝିଅମାନଙ୍କୁ ମା ଲକ୍ଷ୍ମୀଙ୍କ ରୂପ ବୋଲି ମନାଯାଇଥାଏ। ଆଜି ମଧ୍ୟ ହିନ୍ଦୁମାନେ ନବରାତ୍ରିରେ କନ୍ୟାମାନଙ୍କୁ ପୂଜା କରୁଛନ୍ତି। କିନ୍ତୁ ଏହି କଥା ମଧ୍ୟ ସତ୍ୟ ଅଟେ କି ଆଜି ମଧ୍ୟ ଲୋକ କିଛି ଝିଅମାନଙ୍କୁ ବୋଝ ବୋଲି ଭାବନ୍ତି। ହିନ୍ଦୁ ଧର୍ମରେ ପୌରାଣିକ କାଳରୁ ହିଁ ଝିଅମାନେ ସମାନ ଅଧିକାର ଦିଆଗଲାଣି। କିନ୍ତୁ ଜ୍ଞାନର ଅଭାବ ଯୋଗୁଁ କିଛି ଲୋକ ଝିଅମାନଙ୍କୁ ଭାରର ରୂପରେ ରଖିଥାନ୍ତି। ଯେବେ ସେମାନେ ଏହା ଜାଣନ୍ତି ନାହିଁ ଯେ ଭଗବାନ ଆପଣଙ୍କୁ ଏମିତି ଯଜ୍ଞ କରିଛନ୍ତି ଯେ ତେବେ ଯାଇ ଆପଣଙ୍କୁ ପୁତ୍ରୀ ଧନ ପ୍ରାପ୍ତି ହୋଇଥାଏ। କାହିଁକି ନା ସମସ୍ତଙ୍କୁ ଭଗବାନ ଝିଅମାନଙ୍କର ମାତା ପିତା ହେବାର ସୌଭାଗ୍ୟ ପ୍ରଦାନ କରିନଥାନ୍ତି। ସାଙ୍ଗମାନେ, ଆଜି ଆମେ ଯେଉଁ ସମାଜରେ ବଞ୍ଚୁଛେ ଆଜି ମଧ୍ୟ ସେ ସମାଜରେ ପୁରୁଷ ପ୍ରାଧାନ୍ୟ ଅଟେ। ଆଜି ମଧ୍ୟ ଯେତେବେଳେ ଝିଅମାନଙ୍କର ଜନ୍ମ ହୁଏ ଅଧିକାଂଶ ଘରେ ଦୁଃଖର ଛାୟା ଖେଳିଯାଏ। ଏହା ଅନ୍ୟ କିଛି ନୁହେଁ ବରଂ ଏହା ମନୁଷ୍ୟର ଅଜ୍ଞାନତା ଅଟେ। ଝିଅମାନଙ୍କୁ ବୋଝ ବୋଲି ଭାବିଥିବା କିନ୍ତୁ କୌଣସି ଆପଣ ଜାଣିଲେ ଚମକିଯିବେ ଯେ ସବୁ ଘରେ ଝିଅମାନଙ୍କର ଜନ୍ମ ହୋଇନଥାଏ। ଯିଏ ଭାଗ୍ୟଶାଳୀ ହୋଇଥାଏ ଏବଂ ଯିଏ ନିଜର ପୁଣ୍ୟକର୍ମ ଅର୍ଜନ କରିଥାଏ। ବନ୍ଧୁଗଣ, ପୁତ୍ର ସନ୍ତାନ ଭାଗ୍ୟରୁ ମିଳିଥାଏ କିନ୍ତୁ କନ୍ୟା ସନ୍ତାନ ସୌଭାଗ୍ୟରେ ମିଳିଥାଏ। ଆଜି ଆମେ ଆପଣଙ୍କୁ ଏହା କହିବୁ ଭଗବାନ ଝିଅମାନଙ୍କୁ ଜନ୍ମ ଦେବା ପାଇଁ କେଉଁ କେଉଁ ଘର ବାଛିଥାନ୍ତି। ଏଥିପାଇଁ କେଉଁ ପୁଣ୍ୟ ଦ୍ୱାରା ଯେ ଝିଅମାନଙ୍କର ବାପା ମା ହୋଇଥାନ୍ତି। ବନ୍ଧୁଗଣ, ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପଚାରନ୍ତି, ହେ ମାଧବ, କେଉଁ କର୍ମ ଦ୍ୱାରା ପୁତ୍ରୀ ଧନ ପ୍ରାପ୍ତ ହୁଏ ଅର୍ଥାତ୍ କେଉଁ ଘରେ ଝିଅମାନଙ୍କର ଜନ୍ମ ହୋଇଥାଏ? ତେବେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, ହେ ପାର୍ଥ, ଯଦି କେଉଁ ଘରେ ପୁତ୍ର ଜନ୍ମ ହୁଏ ତାହା ସେମାନଙ୍କର ଭାଗ୍ୟ ଯୋଗୁଁ ସେମାନେ ପୁତ୍ର ଜନ୍ମ କରିଥାନ୍ତି। କିନ୍ତୁ ଯଦି କେଉଁ ଘରେ ପୁତ୍ରୀମାନଙ୍କର ଜନ୍ମ ହୋଇଥାଏ ତାହେଲେ ସେମାନଙ୍କର ସୌଭାଗ୍ୟ ପରିଣାମ ହୋଇଥାଏ। ଆଉ ଯେଉଁ ସ୍ତ୍ରୀ କିମ୍ବା ପୁରୁଷ ନିଜର ପୂର୍ବଜନ୍ମରେ କିଛି ପୁଣ୍ୟ କାର୍ଯ୍ୟ କରିଥାଏ ତାଙ୍କୁ ହିଁ କେବଳ ଗୋଟିଏ କନ୍ୟାର ମାତା ପିତା ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। କନ୍ୟାମାନଙ୍କର ଜନ୍ମ ପାଇଁ ଭଗବାନ ସେହି ଘରକୁ ବାଛିଥାନ୍ତି ଯେ ସେହି ଝିଅମାନଙ୍କର ଭାର ସହିପାରିବ। କାହିଁକି ନା ତିନି ଲୋକରେ ସ୍ତ୍ରୀମାନଙ୍କର ଅର୍ଥାତ୍ ଝିଅମାନଙ୍କର ଏମିତି ହୋଇଥାନ୍ତି ଯାହାର ଭାର ସମସ୍ତେ ସହିପାରନ୍ତି ନାହିଁ। ସବୁ ଝିଅମାନେ ଏମିତି ହୋଇଥାନ୍ତି ଯେ ସୃଷ୍ଟିକୁ ନିରନ୍ତର ଚଲାଇଥାନ୍ତି। ମା ହେବା ପାଇଁ ନିଜର ସର୍ବସ୍ୱ ତ୍ୟାଗ କରନ୍ତି। ହେ ଅର୍ଜୁନ, ଯେଉଁଦିନ ଏ ସୃଷ୍ଟିର ଝିଅମାନେ ଜନ୍ମ ଦେବା ଅଟକିଯିବ ସେହିଦିନ ଧୀରେ ଧୀରେ ସୃଷ୍ଟି ଅନ୍ତ ଆରମ୍ଭ ହୋଇଯିବ। କାହିଁକି ନା ଝିଅମାନେ ରହିଲେ କାହାର ବଂଶ ଅଗ୍ରଗତି ହୋଇଥାଏ। ଝିଅମାନେ ରହିଲେ ଯଦି ଏମିତି ଜନ୍ମ କରିବା ବନ୍ଦ କରିଦେବେ ତେବେ ଅଗ୍ରଗତି ବଂଶ ହେବ ନାହିଁ। ସାଙ୍ଗମାନେ, ଆପଣମାନଙ୍କର ମଧ୍ୟ କେତେ ଲୋକଙ୍କ ଠାରୁ ଶୁଣିଥିବେ ଯେଉଁ ଘରେ ଝିଅମାନଙ୍କର ଜନ୍ମ ନେଇଥାଏ ସେହି ଘର ସ୍ୱର୍ଗ ସହିତ ସମାନ ହୋଇଥାଏ। କାରଣ ପୁଅ ତ କେବଳ ଗୋଟିଏ କୂଳକୁ ଉଦ୍ଧାର କରିଥାଏ କିନ୍ତୁ ଝିଅମାନେ ଦୁଇ କୂଳର ଉଦ୍ଧାର କରନ୍ତି। ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବା ପାଇଁ ଝିଅମାନେ ମାତା ପିତା ଘରକୁ ଆସିଥାନ୍ତି ଏବଂ ଶ୍ୱଶୁର ଘରେ ଗୋଟିଏ ବୋହୂ ହୋଇ ସବୁ କର୍ତ୍ତବ୍ୟ ପାଳନ କରିଥାନ୍ତି। ସାଙ୍ଗମାନେ, ଆପଣମାନେ ଏହା ମଧ୍ୟ ଶୁଣିଲେ ଝିଅମାନେ ତାଙ୍କ ପରିବାର ତାଙ୍କର ମୃତ୍ୟୁ ପରେ ପିଣ୍ଡଦାନ କରନ୍ତି ନାହିଁ। କିନ୍ତୁ ଏହା ଆଦୌ ଠିକ୍ ନୁହେଁ। କାରଣ ଆପଣମାନେ ମଧ୍ୟ ରାମାୟଣରେ ଶୁଣିଥିବେ ପ୍ରଭୁ ରାମଚନ୍ଦ୍ରଙ୍କର ପିତା ଦଶରଥଙ୍କ ମୃତ୍ୟୁ ପରେ ମାତା ସୀତା ଅର୍ଥାତ୍ ଦଶରଥଙ୍କ ବୋହୂ ସୀତା ମାଙ୍କର ପିଣ୍ଡଦାନ କରିଥିଲେ, ଯାହାଦ୍ୱାରା ତାଙ୍କୁ ଜନ୍ମ ମରଣର ଚକ୍ରରୁ ମୁକ୍ତି ମିଳିଯାଇଥିଲା। କେବଳ ଏତିକି କଥା ନୁହେଁ, ହିନ୍ଦୁ ଧର୍ମଶାସ୍ତ୍ରରେ ମଧ୍ୟ କୁହାଯାଇଛି କି ଝିଅମାନେ ମଧ୍ୟ ପିତାଙ୍କ ନାମରେ ପିଣ୍ଡଦାନ କରିପାରିବେ। ଆଉ ମଧ୍ୟ ଯଦି କୌଣସି ଶ୍ୱଶୁର ଘର ପକ୍ଷରେ କେହି ପୁରୁଷ ନାହାନ୍ତି ତେବେ ସେହି ପରିସ୍ଥିତିରେ ବୋହୂ ମଧ୍ୟ ପିଣ୍ଡଦାନ କରିପାରିବେ। ସେଥିପାଇଁ ସେହି ଲୋକମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଯାହାର ଘରେ ଝିଅମାନଙ୍କର ଜନ୍ମ ହୋଇଥାନ୍ତି। ସେମାନେ ଆହୁରି ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି ଯାହାର ଘରେ ଏକରୁ ଅଧିକ ଝିଅ ଜନ୍ମ ନେଇଥାନ୍ତି। ବୋଧହୁଏ ଏହି କାରଣରୁ ହୋଇଥାଏ ଝିଅମାନେ ମା ଲକ୍ଷ୍ମୀ ବୋଲି କୁହାଯାଏ। କିଛି ଲୋକଙ୍କର ଏମିତି ଭାବନା ହୋଇଥାଏ କି ଝିଅମାନଙ୍କ ବିବାହ ପାଇଁ ପଇସା ଜମା କରିବାକୁ ପଡ଼ିବ ଏବଂ ସେମାନଙ୍କର ପାଠପଢ଼ାରେ ମଧ୍ୟ ଖର୍ଚ୍ଚ ହେବ। ଗରୁଡ଼ ପୁରାଣରେ କୁହାଯାଇଛି ଯେବେ ଆତ୍ମାକୁ ନୂଆ ଜନ୍ମ ମିଳିଥାଏ ତେବେ ଆତ୍ମାକୁ ଶରୀର ଅନୁସାରେ ନିଜର ବ୍ୟବହାର ଦ୍ୱାରା କର୍ମ କରିବାକୁ ପଡ଼ିଥାଏ। ଶରୀର ମାଧ୍ୟମରେ କର୍ମ କରି ଏକ ଆତ୍ମା ନିଜ ଜୀବନର ଉଦ୍ଦେଶ୍ୟକୁ ସାର୍ଥକ କରିଥାଏ।
ଗରୁଡ଼ ପୁରାଣରେ ଏହା ମଧ୍ୟ କୁହାଯାଇଛି, ଯଦି କାହାର ମୃତ୍ୟୁ ସମୟରେ ସେହି ବ୍ୟକ୍ତି ସ୍ତ୍ରୀକୁ ମନେ ପକାଇ ପ୍ରାଣତ୍ୟାଗ କରିଥାଏ, ତେବେ ସେ ପରଜନ୍ମରେ ସ୍ତ୍ରୀର ଜନ୍ମ ନେଇଥାଏ। ଯେଉଁ ଇତିହାସ କହିଥାଏ ସ୍ତ୍ରୀମାନଙ୍କର ଏ ସଂସାରରେ କୌଣସି ମହତ୍ତ୍ୱ ନାହିଁ, ତେବେ ସେ ଇତିହାସ ଆମର ହିଁ ନୁହେଁ। ଲକ୍ଷ୍ମୀ, କାଳୀ ଓ ଦୁର୍ଗା ମା ସବୁ ରୂପ ନାରୀଙ୍କୁ ସମସ୍ତେ ପୂଜା କରନ୍ତି। ସାଙ୍ଗମାନେ, କୁହାଯାଇଛି ଝିଅମାନେ ପୁଅମାନଙ୍କ ଠାରୁ କମ୍ ନୁହନ୍ତି। ଏହି କଥାର ସତ୍ୟତା ଆମର ଗ୍ରନ୍ଥରେ ମଧ୍ୟ କୁହାଯାଇଛି। ବିଶିଷ୍ଟ ଋଷିଙ୍କ ପତ୍ନୀ ଅରୁନ୍ଧତୀ ବରୁଣ ଦେବ ଏବଂ ଇନ୍ଦ୍ରଦେବଙ୍କୁ ବ୍ରହ୍ମଜ୍ଞାନ ଦେଇଥିଲେ। ଦ୍ରୌପଦୀ ମଧ୍ୟ ଶାସ୍ତ୍ରବିଦ୍ୟା ଜାଣିଥିଲେ। ଏତିକି ନୁହେଁ, ଦ୍ରୌପଦୀଙ୍କର ମଧ୍ୟ ଅର୍ଥଶାସ୍ତ୍ର ଜଣାଥିଲା ଏବଂ ସେ ଯୁଧିଷ୍ଠିରଙ୍କୁ ରାଜକାର୍ଯ୍ୟରେ ସହଯୋଗ କରୁଥିଲେ। ଏହା ମଧ୍ୟ ସତ୍ୟ ଅଟେ କି ହିନ୍ଦୁ ଧର୍ମରେ ପୁଅମାନେ ଝିଅମାନଙ୍କୁ ଇଜ୍ଜତ ଦେଉନାହାନ୍ତି, କାରଣ ଦ୍ରୌପଦୀଙ୍କର ବସ୍ତ୍ର ଛୁଇଁବା ମାତ୍ରେ କୁରୁବଂଶର ସର୍ବନାଶ ହୋଇଥିଲା। ମାତା ସୀତାଙ୍କ ହରଣ ମାତ୍ରକେ ପୁରା ସୁନାର ଲଙ୍କା ଧ୍ୱଂସ ହୋଇଯାଇଥିଲା। ରାମାୟଣରେ ଭଗବାନ ରାମ ଶିବଧନୁ ଭାଙ୍ଗିବା ପରେ ରାଜା ଜନକ ସୀତାରାମଙ୍କର ବିବାହ ପାଇଁ ରାଜା ଦଶରଥଙ୍କୁ ନିମନ୍ତ୍ରଣ ପଠାଇଥିଲେ। ଦଶରଥ ସେଠାରେ ଆସି ଜନକଙ୍କୁ ପ୍ରଣାମ କରିଥିଲେ। ଆଜିକାଲି ଆପଣମାନେ ଦେଖୁଥିବେ ବରପକ୍ଷ ଲୋକ ଅଧିକ ଗର୍ବରେ ରହୁଛନ୍ତି। ସେମାନେ ଝିଅର ପିତାମାତାଙ୍କୁ ସ୍ୱୟଂ ପ୍ରଣାମ କରିବାକୁ ନିଜର ଅପମାନ ଭାବନ୍ତି। ରାଜା ଦଶରଥ ତାଙ୍କୁ ପ୍ରଣାମ କରିବା ପରେ ଜନକ ତାଙ୍କୁ ମନା କରି ଅତ୍ୟନ୍ତ ସରଳ ଭାବରେ କୁହନ୍ତି, ଆପଣ ବରପକ୍ଷ ଅତ୍ୟନ୍ତ ଶ୍ରେଷ୍ଠ ବଡ଼ ଅଯୋଧ୍ୟାପତି ଦଶରଥ ଅଟନ୍ତି। ଏପରି କରନ୍ତୁ ନାହିଁ। କିନ୍ତୁ ରାଜା ଦଶରଥ କହିଲେ, ବଡ଼ ଆପଣ କାହିଁକିନା ଆପଣ ଦାତା, ମୁଁ ଗ୍ରହୀତା। ଆପଣଙ୍କ ଠାରୁ ଆପଣଙ୍କ ପୁତ୍ରୀ ନେବା ପାଇଁ ଆସିଛି। ବଡ଼ ଆପଣ, ଆପଣ ଦାତା। ହଁ ସାଙ୍ଗମାନେ, ଝିଅମାନଙ୍କର ବାପା ମା'କୁ ଗର୍ବ ହେବା ଦରକାର, କାରଣ ସେମାନେ ଦାତା ଅଟନ୍ତି। ଶାସ୍ତ୍ରରେ କୁହାଯାଇଛି, ଯେତେବେଳେ ଗୋଟିଏ ଝିଅର ବାପା ମା ଝିଅକୁ ଭଲ ପୁଅ ଦେଖି ବିବାହ ଦିଅନ୍ତି, ସେତେବେଳେ ତାଙ୍କର 21 ପିଢ଼ିଙ୍କର ମୁକ୍ତି ପ୍ରାପ୍ତ ହୋଇଥାଏ। ସେଥିପାଇଁ ସର୍ବଦା ନିଜ ଝିଅକୁ ଭଲ ପାଆନ୍ତୁ, କାହିଁକିନା ଯାହାର ଜନ୍ମ ଦ୍ୱାରା ଆପଣ ପୁଣ୍ୟର ଭାଗୀଦାରୀ ହୋଇପାରିଛନ୍ତି। ଗୋଟିଏ ପୁତ୍ରଠାରୁ ମଧ୍ୟ ପୁତ୍ରୀ ଅଧିକ ମାତାପିତାଙ୍କର କଥା ଭାବିଥାଏ। ପୁତ୍ରୀ ମନରେ ନିଜ ମାତାପିତାଙ୍କ ପାଇଁ ପ୍ରେମ ଓ ନିଜପଣ ସବୁବେଳେ ସୃଷ୍ଟି ହୋଇଥାଏ। ଝିଅମାନେ ନିଜର ବାପା ମା ଉପରେ କେବେ ବୋଝ ହୋଇନଥାନ୍ତି। ସେମାନଙ୍କର କୌଣସି ସ୍ୱାର୍ଥ ନଥାଏ। ସେମାନେ କେବଳ ନିଜ ବାପା ମା ଏବଂ ନିଜ ଶ୍ୱଶୁର ଘରକୁ ସଜାଡ଼ିବା ପାଇଁ ଜନ୍ମ ନେଇଥାନ୍ତି। କେତେକ ଲୋକ ଏମିତି ଅଛନ୍ତି, ଗରିବ ହୋଇ ମଧ୍ୟ ଝିଅମାନଙ୍କୁ ଭଲ ସଂସ୍କାର ଦେଇଥାନ୍ତି। ଗୋଟିଏ ଥର ସ୍ୱାମୀ ବିବେକାନନ୍ଦ ବୈଷ୍ଣବ ଦେବୀ ସିଡ଼ି ଚଢ଼ୁଥିଲେ। ତାଙ୍କ ପାଖରେ ଗୋଟିଏ ଚାଷୀ ନିଜ ଝିଅକୁ କାନ୍ଧରେ ବସାଇ ସିଡ଼ି ଚଢ଼ାଉଥିଲେ। ତେବେ ସ୍ୱାମୀ ବିବେକାନନ୍ଦ କହିଲେ, ବାପା, ତମର ଝିଅର ବୋଝ ତମକୁ ଭାରି ପଡ଼ୁଥିବ। ତାକୁ ମୁଁ ଉଠାଇ ମାତା ବୈଷ୍ଣୋଦେବୀଙ୍କ ପର୍ଯ୍ୟନ୍ତ ନେଇଯାଉଛି। ତେବେ ଚାଷୀ କହିଲା, ଝିଅ କେବେ ବାପା କାନ୍ଧରେ ବୋଝ ହୋଇ ନଥାଏ। ଝିଅ ବାପା କାନ୍ଧରେ ଥିଲେ ବାପାର ବୋଝ ହାଲୁକା ହୋଇଯାଏ। ଝିଅମାନେ କେବେ ଧନମୁଖୀ ହୋଇନଥାନ୍ତି, ବରଂ ସେମାନେ କେବଳ ମାନ ସମ୍ମାନ ଆଡ଼କୁ ଅଗ୍ରସର ହୋଇଥାନ୍ତି। ଆପଣମାନେ ନିଶ୍ଚୟ ଭାବୁଥିବେ, କେଉଁ କର୍ମ କରିବା ଦ୍ୱାରା କନ୍ୟାଧନ ପ୍ରାପ୍ତ ହୋଇଥାଏ। ସାଙ୍ଗମାନେ, ଗରୁଡ଼ ପୁରାଣ ଅନୁସାରେ ଯେଉଁ ମନୁଷ୍ୟ ସର୍ବଦା ପୁଣ୍ୟ କରିଥାଏ, ଦାନ ଧର୍ମ କରିଥାଏ, ତାକୁ ଆଗାମୀ ଜନ୍ମରେ ସ୍ତ୍ରୀରତ୍ନ ପ୍ରାପ୍ତ ହୋଇଥାଏ। ଯେଉଁମାନଙ୍କର କେଉଁ ଝିଅ ନାହାନ୍ତି, ସେମାନେ ନିଜ ସମ୍ପର୍କୀୟ ଏବଂ କୌଣସି ଗରିବ ଝିଅକୁ ପଢ଼ାଇ ସାହାଯ୍ୟ କରିପାରିବେ ଏବଂ ତା'ର ବିବାହ ମଧ୍ୟ କରାଇପାରିବେ। ଏହାଦ୍ୱାରା ଅନନ୍ତ ପୁଣ୍ୟ କରିବାର ଫଳ ମିଳିଥାଏ। ଆଶା କରୁଛି ଯେ ଆପଣ ଭଲ ଭାବରେ ବୁଝିପାରିଥିବେ ଯେ ସ୍ତ୍ରୀଙ୍କର ଜନ୍ମ କାହିଁକି ମିଳିଥାଏ, ତା ସହିତ ସ୍ତ୍ରୀମାନେ କେଉଁ ଘରେ ଜନ୍ମ ନେଇଥାନ୍ତି। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ଦୟାକରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ ଏବଂ ସାଙ୍ଗମାନେ ଆପଣଙ୍କ ବନ୍ଧୁବାନ୍ଧବଙ୍କ ପାଖକୁ ସେୟାର କରନ୍ତୁ। ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯେପରି ଆଗାମୀ ଦିନରେ ଆସୁଥିବା ସୁନ୍ଦର ସୁନ୍ଦର କାହାଣୀ ପ୍ରଥମେ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିଯିବ। ରହୁଛି, ନମସ୍କାର।